ବେଗୁନିଆପଡ଼ାରେ ଅଙ୍ଗନବାଡ଼ି ସଂଘ ଗଠିତ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ସଂଘ ଗଠିତ ହୋଇଯାଇଛି। ଆଜି କୋଦଳାସ୍ଥିତ ଶ୍ରୀ ଦଣ୍ଡୀଶ୍ୱର ଶୈବ ପୀଠ ପରିସରରେ ଗଞ୍ଜାମ ଜିଲ୍ଲା ବିଏମ୍ସି ସଂଘର ସଭାନେତ୍ରୀ ହେମଲତା ମହାନ୍ତି ଓ ସମ୍ପାଦିକା ସୁଶ୍ରୀ ବାସନ୍ତୀ ପ୍ରଧାନଙ୍କ ଉପସ୍ଥିତିରେ ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ସଂଘ ଗଠିତ ହୋଇଯାଇଛି। ଏଥିରେ ସଭାନେତ୍ରୀ ଭାବେ ବୀଣାପାଣି ମିଶ୍ର, ଉପସଭାନେତ୍ରୀ ଭାବେ ସୁମତି ରାଣୀ ସାହୁ, ସମ୍ପାଦିକା ଭାବେ ଦେବଯାନୀ ଦାସ, ସହ ସମ୍ପାଦିକା ଭାବେ ରୀତାରାଣୀ ମିଶ୍ର, କୋଷାଧ୍ୟକ୍ଷ ଭାବେ ବିଜୟଲକ୍ଷ୍ମୀ ପଣ୍ଡା, ସୁଜାତା ପାଢ଼ୀ, ଆବାହିକା ବିଜୟଲକ୍ଷ୍ମୀ ଦାସଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ଅଜୟ କୁମାର ମିଶ୍ର, ନାରାୟଣ ସାମନ୍ତରାୟ, ଦେବରାଜ ସ୍ୱାଇଁ, ଭଗବାନ ପାଢ଼ୀ, ନୀଳାଞ୍ଚଳ ନାୟକ, ଗୋବିନ୍ଦ ପଣ୍ଡା, କନ୍ଧ ସେଠୀ, ସୋମନାଥ ନାୟକ, କେଦାର ସ୍ୱାଇଁ, ଭାସ୍କର ପାଢ଼ୀ, ସଂଯୁକ୍ତା ଗୌଡ଼ଙ୍କୁ ଚୟନ କରାଯାଇଥିଲା। ଏହି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ 350ରୁ ଊର୍ଦ୍ଧ୍ୱ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଉପସ୍ଥିତ ରହିଥିଲେ। ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ, ଗଞ୍ଜାମ ସମାଚାର।